ଅତୀତରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ଜାଣିବା ପାଇଁ ଆମେ ଇତିହାସକୁ ପଢ଼ିଥାଉ। ଆମ ଇତିହାସ ଆମ ଗର୍ବ ଓ ଗୌରବକୁ ବହନ କରିଥାଏ। ତେବେ ଆଜି ହେଉଛି 25 ମେ 2025। ଆସନ୍ତୁ ଜାଣିବା ଆଜିର ଇତିହାସ। 1886 ମେ 25 ତାରିଖରେ ଜନ୍ମଗ୍ରହଣ କରିଥିଲେ ରାସବିହାରୀ ବୋଷ। ସେ ଜଣେ ଭାରତୀୟ କ୍ରାନ୍ତିକାରୀ ନେତା ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯେ ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ଲଢ଼ିଥିଲେ। ସେ ଗଦର ବିଦ୍ରୋହର ଜଣେ ପ୍ରମୁଖ ସଂଗଠକ ଥିଲେ ଏବଂ ଭାରତୀୟ ସ୍ୱାଧୀନତା ଲିଗ୍ ପ୍ରତିଷ୍ଠା କରିଥିଲେ। ସେ 1942 ମସିହାରେ ମୋହନ ସିଂଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଜାତୀୟ ସେନା INAର ମଧ୍ୟ ନେତୃତ୍ୱ ନେଇଥିଲେ। ସେ ଚିକିତ୍ସା ବିଜ୍ଞାନ ଏବଂ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ସେ ବନ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ କ୍ଲର୍କ ଭାବରେ କାର୍ଯ୍ୟ କରିଥିଲେ। ସେ ସଂଯୁକ୍ତ ପ୍ରଦେଶ ଏବଂ ପଞ୍ଜାବରେ ଆର୍ଯ୍ୟ ସମାଜର ବିପ୍ଳବୀମାନଙ୍କ ସହିତ ସାକ୍ଷାତ କରିଥିଲେ। 1960 ମେ 25 ତାରିଖରେ ଜନ୍ମଗ୍ରହଣ କରିଥିଲେ ରାମକିଙ୍କର ବୈଜ। ସେ ଜଣେ ଭାରତୀୟ ମୂର୍ତ୍ତିକାର ଏବଂ ଚିତ୍ରକର ଥିଲେ। ଆଧୁନିକ ଭାରତୀୟ ଭାସ୍କର୍ଯ୍ୟର ପ୍ରବର୍ତ୍ତକମାନଙ୍କ ମଧ୍ୟରୁ ଜଣେ ଏବଂ ପ୍ରାସଙ୍ଗିକ ଆଧୁନିକତାର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ପ୍ରତିଭା ଏବଂ ଦୃଢ଼ ନିଷ୍ଠାର ପ୍ରଭାବରେ ଭାରତୀୟ କଳାର ସବୁଠାରୁ ପ୍ରତିଷ୍ଠିତ ପ୍ରାରମ୍ଭିକ ଆଧୁନିକତାବାଦୀଙ୍କ ମଧ୍ୟରୁ ସେ ଜଣେ ଥିଲେ। ସ୍ଥାନୀୟ କାରିଗର ଏବଂ ପ୍ରତିମା ନିର୍ମାତାଙ୍କୁ କାମ କରୁଥିବା ଦେଖି ବଡ଼ ହୋଇଥିଲେ ଏବଂ ଯାହା ତାଙ୍କ ପାଇଁ ଆସିଲା ତାହା ସହିତ ଛୋଟ ଛୋଟ ମାଟିର ଚିତ୍ର ଏବଂ ଚିତ୍ର ତିଆରି କରୁଥିଲେ। 1974 ମେ 25 ତାରିଖରେ ମୃତ୍ୟୁବରଣ କରିଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ। ସେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ଜନ୍ମିତ ଜଣେ ଶାସକ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ନେତୃତ୍ୱ ସ୍ଥାନୀୟ ବ୍ୟକ୍ତିତ୍ୱ ଥିଲେ। 1947ରୁ 1950 ଯାଏଁ ସେ ଭାରତୀୟ ସମ୍ବିଧାନ ସଭାର ସଦସ୍ୟ ଥିଲେ। 1932ରେ ତାଙ୍କୁ ଓଡ଼ିଶା ସରକାର ମହାରାଜା ଉପାଧିରେ ଭୂଷିତ କରିଥିଲେ। ସେହି ବର୍ଷ ବ୍ରିଟିଶ ସରକାର ତାଙ୍କୁ KCI ଉପାଧି ମଧ୍ୟ ଦେଇଥିଲେ। ଶିକ୍ଷାର ବିକାଶ ପାଇଁ ସେ ଗୁଡ଼ିଏ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ଥାପନ କରିଥିଲେ। ମେଧାବୀ ଛାତ୍ରଙ୍କୁ ବୃତ୍ତି ଏବଂ ଗରିବ ଛାତ୍ରଙ୍କୁ ବିଦ୍ୟା ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ସେ ସମୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ବିଭିନ୍ନ ପ୍ରଶାସନିକ ଅଧୀନରେ ରହିଥିଲା। ସମସ୍ତ ଓଡ଼ିଆ ଭାଷାଭାଷୀ ଲୋକ ଗୋଟିଏ ଅଞ୍ଚଳରେ ରହିଲେ ଉନ୍ନତି ସମ୍ଭବ ବୋଲି କୃଷ୍ଣଚନ୍ଦ୍ର ଦେବ ହୃଦୟଙ୍ଗମ କରିପାରିଥିଲେ। ତଦନୁସାରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ କାର୍ଯ୍ୟ କରିବାକୁ ସେ ଶପଥ ଗ୍ରହଣ କରିଥିଲେ। ପାରଳାଖେମୁଣ୍ଡିଠାରେ 1912ରେ ହୋଇଥିବା ଉତ୍କଳ ସମ୍ମିଳନୀରେ ସେ ଜଣେ ପୁରୋଧା ଭାବରେ କାର୍ଯ୍ୟନିର୍ବାହ କରିଥିଲେ। 2025 ମେ 25 ତାରିଖରେ ମୃତ୍ୟୁବରଣ କରିଥିଲେ ସୁନୀଲ ଦତ୍ତ। ସେ ଜଣେ ଭାରତୀୟ ଅଭିନେତା, ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ରାଜନେତା ଥିଲେ, ଯାହା ହିନ୍ଦୀ ସିନେମାରେ ତାଙ୍କର କାର୍ଯ୍ୟ ପାଇଁ ଜଣାଶୁଣା। ସେ 5 ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ କ୍ୟାରିୟରରେ 80ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ 3ଟି ଫିଲ୍ମଫେୟାର ପୁରସ୍କାର ପାଇଥିଲେ, ଯେଉଁଥିରେ 2ଟି ଶ୍ରେଷ୍ଠ ଅଭିନେତା ପାଇଁ ମଧ୍ୟ ସାମିଲ ଥିଲେ। ଭାରତୀୟ ସିନେମା ଇତିହାସରେ ସେ ଜଣେ ସଫଳ ଏବଂ ଉତ୍କୃଷ୍ଟ ଅଭିନେତା ଭାବରେ ତାଙ୍କୁ ବିବେଚନା କରାଯାଏ। 1968 ମସିହାରେ ଭାରତ ସରକାର ତାଙ୍କୁ ଭାରତୀୟ ସିନେମାରେ ତାଙ୍କ ଅବଦାନ ପାଇଁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ। ବ୍ୟୁରୋ ରିପୋର୍ଟ, ଖବର ଓଡ଼ିଶା।